नताशाଙ୍କ ପରେ ଅନନ୍ୟାକୁ ଡେଟ୍ କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ତେବେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଛନ୍ତି। ଉଭୟ କିଛି ଦିନ ତଳେ ନିଜର ଛାଡ଼ପତ୍ର ବାବଦରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଏବଂ ହାର୍ଦ୍ଦିକ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଲିଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ଯୋଡ଼ାଯାଉଛି। କୁହାଯାଉଛି ଯେ ନତାଶାଙ୍କ ଠାରୁ ଅଲଗା ହେବା ପରେ ହାର୍ଦ୍ଦିକ ଏବଂ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଠାରୁ ଅଲଗା ହେବା ପରେ ଅନନ୍ୟା ପରସ୍ପରକୁ ଡେଟ୍ କରିବାକୁ ଆରମ୍ଭ କରିଛନ୍ତି। ତେବେ ଅନନ୍ୟା ପାଣ୍ଡେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଦୁହେଁ ଏକାଠି ନାଚୁଥିବା ଏବଂ ମଜା କରୁଥିବାର ଦେଖାଯାଇଥିଲା। ଏହି ଭିଡ଼ିଓ ଭାଇରାଲ ହେବା ପରେ ଦୁହେଁଙ୍କ ଡେଟିଂ ଚର୍ଚ୍ଚା ଜୋର ଧରିଥିବା ବେଳେ ଇନଷ୍ଟାଗ୍ରାମରେ ଅନନ୍ୟାଙ୍କୁ ଫଲୋ କରି ଏହି ଚର୍ଚ୍ଚା ଆହୁରି ବଢ଼ାଇଥିଲେ ହାର୍ଦ୍ଦିକ। ତେବେ ପୁଣି ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟା। ବିବାହ ବିଚ୍ଛେଦ ପରେ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଅନନ୍ୟା ପାଣ୍ଡେଙ୍କ ସହ ଡେଟ୍ କରୁଥିବା ନେଇ ଚର୍ଚ୍ଚା। ତେବେ ଉଭୟ କିଛି ଦିନ ତଳେ ନିଜର ଛାଡ଼ପତ୍ର ବାବଦରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ ଅନନ୍ୟା। ଛାଡ଼ପତ୍ର ଘୋଷଣା ପରେ ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ଯୋଡ଼ାଯାଉଛି। କୁହାଯାଉଛି ଯେ ନତାଶାଙ୍କ ଠାରୁ ଅଲଗା ହେବା ପରେ ହାର୍ଦ୍ଦିକ ଅନନ୍ୟା ପାଣ୍ଡେଙ୍କ ସହ ଡେଟିଂ କରୁଛନ୍ତି। ତେବେ ଚର୍ଚ୍ଚା ସେତେବେଳେ ଜୋର ଧରିଥିଲା ଯେତେବେଳେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଦୁହେଁଟି ଏକାଠି ହୋଇ ନାଚୁଥିବାର ଦେଖାଯାଇଥିଲା। ବ୍ୟୁରୋ ରିପୋର୍ଟ ଓଡ଼ିଶା 24 ନ୍ୟୁଜ୍।